ପାରଳାଖେମୁଣ୍ଡିରେ ଏବେ ବି ବଞ୍ଚି ରହିଛି ଚିତ୍ରକଳା। ଗଜପତି ଜିଲ୍ଲାରେ ବର୍ତ୍ତମାନ ବି ବଞ୍ଚି ରହିଛି ଚିତ୍ରକଳା। ସହରର କଟିକିଆ ସାହି ଚିତ୍ରକାର ସାହିରେ ଚିତ୍ରକଳା ରହିଛି। ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି, ନିଜର ନିଖୁଣ କଳା ପ୍ରଦର୍ଶିତ କରିପାରୁଛନ୍ତି। ମାଟିର ମୂର୍ତ୍ତି ବିଭିନ୍ନ ପର୍ବପର୍ବାଣୀରେ ତିଆରି କରିଥାନ୍ତି, କିନ୍ତୁ ଚିତ୍ରକରମାନଙ୍କୁ ନିଜର ପରିଶ୍ରମ ଅନୁସାରେ ନିଜର ପାରିଶ୍ରମିକ ମିଳୁନାହିଁ। କଳାକାରମାନେ ଋତୁ ଅନୁସାରେ ବିଭିନ୍ନ କାରୁକାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ପୁରପଲ୍ଲୀରେ ଠାକୁରାଣୀ ପର୍ବ ଚାଲିଛି, ସେଥିସକାଶେ ଘଟହାଣ୍ଡିରେ ମାଙ୍କ ଚିତ୍ର ଆଙ୍କିଥାନ୍ତି। ସେହି ଘଟହାଣ୍ଡି କ୍ରୟ କରି ଘଟ ପର୍ବ ସକାଶେ ନେଇଥାନ୍ତି। ସେହିପରି ସହରର ସାହି ସାହିରେ ମଧ୍ୟ ମାଙ୍କର ପର୍ବ ହୁଏ, ସେମାନଙ୍କର ମଧ୍ୟ ଘଟହାଣ୍ଡି କ୍ରୟ କରିଥାନ୍ତି। ସେହିପରି ସିମେଣ୍ଟ ପଥରରେ ବିଭିନ୍ନ ଠାକୁରଙ୍କର ପ୍ରତିମୂର୍ତ୍ତି ମନ୍ଦିର ସକାଶେ କରିଥାନ୍ତି। ପର୍ବପର୍ବାଣୀ ସକାଶେ ପଟ୍ଟଚିତ୍ର ଆଙ୍କିଥାନ୍ତି। ଶୁଖିଲା ପଇଡରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାନ୍ତି। ବ୍ୟାନର, ନାମଫଳକ, ବାହାଘର ସକାଶେ ଚିତ୍ର, ମାର୍ବଲ ଓ ଗ୍ରାନାଇଟ୍ ଫଳକ କାର୍ଯ୍ୟ କରିଥାନ୍ତି। ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ମିଳିଲେ ତାଙ୍କର କୌଳିକ ବୃତ୍ତି ବଞ୍ଚି ରହିପାରିବା ସହ ନୂତନ ପିଢ଼ି ଏଥିପ୍ରତି ଆକୃଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି। ଏମାନଙ୍କୁ ସରକାରଙ୍କ ପକ୍ଷରୁ କଳାକାର ଭତ୍ତା ଯୋଗାଇ ଦେଲେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।